ସ୍ୱର୍ଗତ ଛନ୍ଦକବି ରଘୁନାଥ ପଟ୍ଟନାୟକଙ୍କ 100ତମ ଜନ୍ମ ସ୍ମୃତିଚାରଣ ଉତ୍ସବ ପାଳିତ। ନବରଙ୍ଗପୁର ଜିଲ୍ଲା ଧୋଡ୍ରାସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱର୍ଗତ ଛନ୍ଦକବି ଶ୍ରୀ ରଘୁନାଥ ପଟ୍ଟନାୟକଙ୍କ 100ତମ ଜନ୍ମ ସ୍ମୃତିଚାରଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଛନ୍ଦକବି ରଘୁନାଥ ପଟ୍ଟନାୟକ ଆମ ଅଞ୍ଚଳର ଜଣେ ସୁନାମଧନ୍ୟ କବି, ସାହିତ୍ୟିକ, ସଂସ୍କୃତି ପ୍ରେମୀ ତଥା ନବରଙ୍ଗପୁର ଓ ଉମରକୋଟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁଗବାଣୀ ସମ୍ବାଦ ପତ୍ରିକାରେ ସେ ଥିଲେ ସ୍ରଷ୍ଟା ଓ ସମ୍ପାଦକ। ଆଜିର ଏହି କାର୍ଯ୍ୟକ୍ରମରେ ଆରମ୍ଭରେ କବିଙ୍କ ଛବିରେ ପୁଷ୍ପାଞ୍ଜଳି ଏବଂ ପ୍ରଦୀପ ପ୍ରଜ୍ୱଳନ କରି ଡାକ୍ତର ସୁରେନ୍ଦ୍ରନାଥ ଦାସ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ପରମା ପୂଜାରୀ, ପୂର୍ବତନ ମନ୍ତ୍ରୀ ଏବଂ ବରେଣ୍ୟ ଅତିଥି ଭାବରେ ଶ୍ରୀ ରମେଶ ଚନ୍ଦ୍ର ସାହୁ, ରାଜ୍ୟ ବିଜେପି ଉପସଭାପତି, ମୁଖ୍ୟ ବକ୍ତା ଶ୍ରୀ ବଲ୍ଲଭ ରାଉତ, ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ, ପି ରାବଣା ରାଓ ପରାଧ୍ୟକ୍ଷ ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀ ଦେବନାରାୟଣ ବାରିକ, ପ୍ରଫୁଲ୍ଲ ରାଉତ, ପୀତାମ୍ବର ବେଉରିଆ, ଟୁବୁ ବାବୁ ପଟ୍ଟନାୟକ, ବାବୁଲୁ ସାହୁ, ମୋତି ଭୂମିକ, ବଂଶୀଧର ଭୂୟାଁ ସହ ଅଞ୍ଚଳର କବି କବୟିତ୍ରୀମାନଙ୍କ ସହ ବହୁ ସାହିତ୍ୟପ୍ରେମୀ ଯୋଗ ଦେଇ ଛନ୍ଦକବି ଶ୍ରୀ ରଘୁନାଥଙ୍କ ସ୍ମୃତିଚାରଣ କରିବା ସହ ନିଜ ନିଜର କବିତା ପାଠ କରିଥିଲେ। ଅନୁଷ୍ଠାନ ତରଫରୁ ଶ୍ରୀ ଦେବନାରାୟଣ ବାରିକ ଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଛନ୍ଦକବି ରଘୁନାଥ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗାନ ଶ୍ରୀମତୀ ନିରୁପମା ସ୍ୱାଇଁ କରିଥିବା ବେଳେ ଶିକ୍ଷକ କେଦାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ, ବିଶ୍ୱବିଜୟୀ ନ୍ୟୁଜ ଓଡ଼ିଶା।